ଆସନ୍ତୁ ଆମ ପରମେଶ୍ୱରଙ୍କର ମୁଖର ନିର୍ଗତ ବାକ୍ୟ କିଛି ଶିଖିବା ଆଉ ହୃଦୟରେ ରଖିବା। ତେଣୁକରି ମୋ ପ୍ରିୟ ପ୍ରଭୁଙ୍କ ଲୋକଙ୍କୁ ମୁଁ ଅନୁରୋଧ କରେ, ସାବଧାନ ହୁଅନ୍ତୁ, ହୃଦୟରେ ପରମେଶ୍ୱରକୁ ରଖନ୍ତୁ ଆଉ ତାଙ୍କ ପଦ ଚିହ୍ନ ଦେଇ ଚାଲନ୍ତୁ। ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ। ଏହି ଅମର ଦାସ ୟୁଟ୍ୟୁବ୍ ଚ୍ୟାନେଲକୁ ଦେଖୁଥିବା ପ୍ରିୟ ବନ୍ଧୁମାନଙ୍କୁ ସମସ୍ତଙ୍କୁ ପରମେଶ୍ୱର ଆଶୀର୍ବାଦ କରନ୍ତୁ। ଥ୍ୟାଙ୍କ ୟୁ। ଧନ୍ୟବାଦ। ଆସନ୍ତୁ ମୋ ସହିତ ଖେଳନ୍ତୁ। ବିଳମ୍ବ ନ କରି ଭିଡ଼ିଓକୁ ଆରମ୍ଭ କରିବା। ଉପଦେଶ 7 ପଦର 14 ପଦ ଦେଖିବା। ସେ ଜାଗାରେ ଉତ୍ତମ ରୂପେ ଲେଖାଯାଇଅଛି, ତ ଆମେ ସେଇ ଅନୁସାରେ ଚାଲବାର ଆବଶ୍ୟକ ଅଟେ। ପ୍ରେଜ୍ ଦ ଲର୍ଡ। ଧନ୍ୟବାଦ। ଆସନ୍ତୁ ମୁଁ ପଢ଼ିବାକୁ ଚାହେଁ, ତ ମୋ ସହିତ ଖୋଲନ୍ତୁ। 14 ପଦରେ, ଦୁଃଖ ସମୟରେ ଆନନ୍ଦିତ ହୁଅ ଓ ସୁଖ ସମୟରେ ବିବେଚନା କର। ମନୁଷ୍ୟକୁ ଭବିଷ୍ୟତରେ ଯାହା ଘଟିବ ତାହା ଯେପରି ସେ ଜାଣି ନ ପାରେ, ସେଥିପାଇଁ ପରମେଶ୍ୱର ସୁଖ ଆଉ ଦୁଃଖକୁ ପାକେ ପାକେ ରଖିଛନ୍ତି। ପ୍ରେଜ୍ ଦ ଲର୍ଡ। ଆମେ ଦେଖୁଛୁ ଉପଦେଶ 7ର 14 ପଦରେ, ମଣିଷ ଯେ ଭଳିଆ ପରମେଶ୍ୱରକୁ ଜାଣି ନେଇପାରେ। ଆମେ ସୁଖ ଥିବା ବେଲେ, ସବୁବେଳେ ସୁଖ ଥାଏ, ସେତିକିବେଳେ ପରମେଶ୍ୱରকে ଭୁଲି ଯାଇଥାଉ। ଦୁଃଖ ଆସିଲେ ମନେ ପକାଇଥାଉ। ତେଣୁକରି ଜଣେ ଜଣେ ଲୋକ ଅଛନ୍ତି, ଦୁଃଖ ଆସିଲେ ମଧ୍ୟ ଭାବନ୍ତି ଯେ ପରମେଶ୍ୱର ଅଛନ୍ତି ମୋର ପାଖରେ, ମଧ୍ୟ ଦୁଃଖ ଆସୁଅଛି। ତାହା ନୁହେଁ। ପରମେଶ୍ୱର ଦୁଃଖ ଆଉ ସୁଖକୁ ପାକେ ପାକେ ରଖିଛନ୍ତି। ଆମେ ବିବେଚନା କରବାର ଆବଶ୍ୟକ ଯେ ସବୁ ଜାଗାରେ ପରମେଶ୍ୱର ସ୍ତ୍ରୀ ପୁରୁଷ କରି ଛାଡ଼ିଛନ୍ତି। ରୋଗ ବ୍ୟାଧି ଠାରୁ ଆରମ୍ଭ କରି, ସବୁ ଭୂତ ଠାରୁ ଆରମ୍ଭ କରି ସବୁ ଜିନିଷରେ ସ୍ତ୍ରୀ ପୁରୁଷ କରି ମଣିଷ ପୁତ୍ର ଯେ ଭଳିଆ ସ୍ତ୍ରୀ ପୁରୁଷ କରି ରଖିଲେ, ସେ ଭଳିଆ ସବୁକେ ରଖିଛନ୍ତି। ତେଣୁକରି ଆମେ ଜାଣିବାର ଆବଶ୍ୟକ ଯେ ଦୁଃଖ ସମୟରେ, ସୁଖ ସମୟରେ ସଦାବେଳେ ପରମେଶ୍ୱରଙ୍କର ମୁଖର ନିର୍ଗତ ବାକ୍ୟ ଅନୁସାରେ ଚାଲବାର ଆବଶ୍ୟକ। ଆଉ ପରମେଶ୍ୱରକୁ ସଦାବେଳେ ଆମ ହୃଦୟ ଦେଇକରି ଗତାଗତ କରବାର ଆବଶ୍ୟକ। ଧନ୍ୟବାଦ। ପରମେଶ୍ୱର ଆପଣମାନଙ୍କୁ ମୋତେ ମଧ୍ୟ ଆଶୀର୍ବାଦ କରନ୍ତୁ। ଆମେ ଯେମିତି ସ୍ୱର୍ଗ ରାଜ୍ୟର ଅଧିକାରୀ ହେଇପାରିବା, ସେଭଳିଆ ପରମେଶ୍ୱର ଆଜି ଆମମାନଙ୍କୁ ଆହ୍ୱାନ କରିଛନ୍ତି ସ୍ୱର୍ଗ ରାଜ୍ୟର ଅଧିକାରୀ ହେବା ନିମନ୍ତେ। ତେଣୁକରି ଆମେ ମନ ପରିବର୍ତ୍ତନ କଲେ ହିଁ ହେଇପାରିବା। ତେଣୁକରି ମୁଁ ଅନେକ ଜାଗାରେ କହିଅଛି, ପ୍ରକାଶିତ 3:3 ପଦରେ, କି ପ୍ରକାର ଶିକ୍ଷା ପାଇଅଛ, ଶ୍ରବଣ କରିଛ, ତାହା ସ୍ମରଣ କରି ପାଳନ କର ଓ ମନ ପରିବର୍ତ୍ତନ କର। ଯଦି ଜାଗ୍ରତ ନ ରୁହ, ତାହେଲେ ଆମେ ଚୋର ପରି ଆସିବୁ, କେଉଁ ସମୟରେ ଆସି ତୁମ ଉପରେ ପଡ଼ିବୁ ତାହା କୌଣସି ପ୍ରକାରେ ଜାଣିପାରିବା ନାହିଁ। ପ୍ରେଜ୍ ଦ ଲର୍ଡ। ତେଣୁକରି ମୋ ପ୍ରିୟ ବନ୍ଧୁମାନେ, ଆମେ ଜାଗ୍ରତ ସହିତ ବ୍ୟବହାର ହେବାର ଆବଶ୍ୟକ, ପରମେଶ୍ୱର ନିକଟରେ ଥିବାର ଆବଶ୍ୟକ। এই ଜାଗାରେ ହିଂସା, କ୍ରୋଧ, ବ୍ୟଭିଚାର, ଅନେକ ପ୍ରଲୋଭନ ହେଲେ ଆମେ ସ୍ୱର୍ଗର ଅଧିକାରୀ ହେଇପାରିବା ନାହିଁ। ତେଣୁକରି ସାବଧାନ ହେଇଯାଆନ୍ତୁ। ପରମେଶ୍ୱର ଆଶୀର୍ବାଦ କରନ୍ତୁ। ଆଉ ଆଗାମୀ ଦିନରେ ମଧ୍ୟ ଆପଣଙ୍କ ନିକଟରେ ଆଉ କିଛି ବାକ୍ୟ ଆଣିବି। ଜାଣିଥିଲେ ମଧ୍ୟ ସମସ୍ତେ ତ ଜାଣିଛନ୍ତି, ତଥାପି ମୁଁ ନିଶ୍ଚୟ ଆପଣମାନଙ୍କ ପାଖକୁ ପହଞ୍ଚାଏ। ଆଉ ସଦା ସର୍ବଦା ଆମେ ସଚେତନ ଜାଗ୍ରତ ସହିତ ଥିବା ବଳି ମୋର ବିଶେଷ ଧନ୍ୟବାଦ ପରମେଶ୍ୱରକୁ। আর আমাকে উৎসକୁ ଯିବା ନିମନ୍ତେ ପରମେଶ୍ୱର ଆଶୀର୍ବାଦ କରନ୍ତୁ। আর ଏତିକି ଠାରୁ ପ୍ରିୟ ବନ୍ଧୁ ଆମେ ରଖୁଅଛୁ। ଆଗାମୀ ଦିନରେ ମଧ୍ୟ ପୁନର୍ବାର ଦେଖାଯିବ। এই ଭିଡ଼ିଓକୁ ପ୍ରିୟମାନେ ସବସ୍କ୍ରାଇବ୍, ଲାଇକ୍ କରନ୍ତୁ, କେବେ ଭୁଲନ୍ତୁ ନାହିଁ। ରଖିଲି। ଧନ୍ୟବାଦ।